ବିଜୁ ଜନତା ଦଳର ଅନେକ ବରିଷ୍ଠ ନେତା ଆମକୁ ଏ କଥା କହୁଛନ୍ତି ଯେ ବର୍ତ୍ତମାନ ସମୟ ହେଇନି, ଗୋଟିଏ ବର୍ଷ ହେଇଛି, ଆହୁରି 4 ବର୍ଷ ଲମ୍ବା ସମୟ ଆଗକୁ ଅଛି। ଏତେବେଳୁ ନବୀନ ବାବୁ ବଞ୍ଚିତ ଥାଉ ତାର ଉତ୍ତରାଧିକାରୀ ଖୋଜିବା ବା କହିବା ବିଜୁ ଜନତା ଦଳ ଆଉ ରହିବ ନାହିଁ, ବିଜୁ ଜନତା ଦଳ ଗୋଟେ ଦ୍ୱନ୍ଦ୍ୱରେ ଅଛି, ଏସବୁ କିଛି କାମ ଦବ ନାହିଁ। ନବୀନଙ୍କ କରିସ୍ମା ଯେମିତି ଅଛି ସେମିତି ରହିବ, 2029 ବେଳକୁ ଯେମିତି ବିଜୁ ଜନତା ଦଳ ଥିବ ସେମିତି ଥିବ ନା। ଯେଉଁମାନେ ଇତିହାସରୁ ଶିକ୍ଷା ନେବାରେ ବ୍ୟର୍ଥ ହୁଅନ୍ତି ସେମାନେ ଏଭଳି ପ୍ରଳାପ କରିପାରନ୍ତି। ଇତିହାସରେ ବହୁତ ଆମ୍ପୁଲ ଏକ୍ଜାମ୍ପଲ ଅଛି ଯେ ଏଇଭଳି ଦଳମାନେ, ଆମେ ଜୟଲଳିତାଙ୍କୁ ଦେଖିଥିଲେ, ବହୁତ ଦଳ ରିଜନାଲ ପାର୍ଟି ଯେଉଁମାନଙ୍କର କୌଣସି ଆଇଡିଓଲୋଜିକାଲ କ୍ଲାରିଟି ନଥାଏ, ସେମାନେ ସତ୍ତା ଗୋଟେ ଅନୁକୂଳରେ ତ ପତର ବି 100 କିଲୋମିଟର ଭାସିଯିବ ଆଜ୍ଞା। ଅନୁକୂଳରେ ରହିଥିବା ଦଳମାନେ ପ୍ରତିକୂଳକୁ ସାମ୍ନା କରିପାରନ୍ତି ନାହିଁ। ପ୍ରତିକୂଳତାକୁ ସାମ୍ନା କରିବା ପାଇଁ ପଥର ଆମ ପଡ଼େ। ସେଇଟା ଭାରତୀୟ ଜନତା ପାର୍ଟି ସାଙ୍ଗରେ ରହିକିରି ବିଜୁ ଜନତା ଦଳ ତାର ମୌଳିକତା ହରାଇ ବସିଛି। ତେଣୁ ଲୋକ ପିପୁଲ ଆର୍ ନଟ୍ ଟେକିଂ ବିଜୁ ଜନତା ଦଳ ସିରିୟସଲି। ମୋତେ କୁହନ୍ତୁ ଯେ ତାଙ୍କର ଆବାଜ କ'ଣ କରୁଛନ୍ତି, ସେ ହ୍ୱେର୍ ଆର୍ ଦେ, ହ୍ୱାଇ ଦିସ୍ ପିପୁଲ ଆର୍ ନଟ୍ ଭିଜିବୁଲ୍, କେଉଁ ଦଳ କ'ଣ ତାକୁ ମୋତେ କୁହନ୍ତୁ। ତାଙ୍କର ଦଳର ବହୁତ ବରିଷ୍ଠ ନେତା ଏବେ ଅନେକ ପ୍ରଶ୍ନରେ ସେଇ କଥା କହୁଛନ୍ତି ଯାହା ବୁମେରାଙ୍ଗ ହେଉଛି। 24 ବର୍ଷ ଲଗାତାର ନିରବଚ୍ଛିନ୍ନ ଭାବରେ, ନିରଙ୍କୁଶ ଭାବରେ ଆପଣ କ୍ଷମତାରେ ରହିଲେ, କ'ଣ ଏକ୍ଜାମ୍ପଲ ସେଟ୍ କରିଛନ୍ତି, ମଡେଲ ତିଆରି କରିଛନ୍ତି ଯାହାକୁ ଆପଣ ଅନ୍ୟମାନଙ୍କ ପାଖରେ ଥୋଇପାରିବେ। ତେଣୁ ବିଫଳତାର ଲମ୍ବା ଇସ୍ତାହାର ଅଛି। ବର୍ତ୍ତମାନ କହିଦେନି ଏଠିକୁ ମାରିଲେ ମୁହଁକୁ ପଡ଼ିବ। ତେଣୁ ବର୍ତ୍ତମାନ ସେଇ କାମ ସେମାନେ କରୁଛନ୍ତି, ଯାହା କହୁଛନ୍ତି ବୁମେରାଙ୍ଗ ହେଉଛି। ସେମାନେ ବର୍ତ୍ତମାନ କେମିତି ବଞ୍ଚିବେ ସେଇ ଲକ୍ଷ୍ୟରେ ଅଛନ୍ତି। ତେଣୁ ଲୋକଙ୍କ କଥା କେତେ ନିଜେ ବଞ୍ଚିବା ଯିଏ ସଂଘର୍ଷ କରୁଛନ୍ତି, ଲୋକଙ୍କ କଥା କେତେବେଳେ ବୁଝିବା ଆଜ୍ଞା। ବିଜୁ ଜନତା ଦଳର ସ୍ଥାୟିତ୍ୱ ନେଇକି ଲୋକଙ୍କ ମନ ଭିତରେ ସନ୍ଦେହ ରହିବା ସ୍ୱାଭାବିକ ଏବଂ ରହୁଛି। ଯେହେତୁ କଂଗ୍ରେସ ସାମ୍ନାରେ ବିଜୁ ଜନତା ଦଳ ବର୍ତ୍ତମାନ ସବୁଠୁ ବଡ଼ ଗୋଟେ ଥ୍ରେଟ୍, ଯେହେତୁ ଅପୋଜିସନ ରୋଲକୁ ନେଇକି ଆମେ କଥାବାର୍ତ୍ତା ହେଉଛନ୍ତି, ସେ ଦୃଷ୍ଟିକୋଣରୁ ଆପଣ କେବଳ ପବ୍ଲିକ ପରସେପ୍ସନ ଦୃଷ୍ଟିକୋଣରୁ ବିଜେଡି କି ଦୁର୍ବଳ ଭାବୁଛନ୍ତି ନା ବାସ୍ତବରେ ଗାଣିତିକ ଦୃଷ୍ଟିକୋଣରୁ ବିଜେଡିର ଭବିଷ୍ୟତ ଅନ୍ଧାର ବୋଲି ଆପଣ ଭାବୁଛନ୍ତି? ନାଇଁ ଦେଖନ୍ତୁ, ଯଦି ଆପଣ ସେ କ'ଣ କହୁଥିଲେ, ବିଜୁ ଜନତା ଦଳ ଓଡ଼ିଶା ଲୋକଙ୍କୁ ବଳ, ଓଡ଼ିଶା ଲୋକଙ୍କର ସମସ୍ୟା ଯେତେବେଳେ ଦେଖାଯାଉଛି ଏମାନେ କେଉଁଠି ଅଛନ୍ତି? ଓଡ଼ିଶା ଲୋକଙ୍କର ଯେଉଁ ସମସ୍ୟାର ସମାଧାନ ପାଇଁ ତାଙ୍କ ଭିତରେ ଆନ୍ତରିକତା କେତେ, ତତ୍ପରତା କେତେ, ପ୍ରତିଧ୍ୱନିତ ବା ପ୍ରତିଫଳିତ ତ ହେଉନି। ତେଣୁ ଯଦି ଲୋକ ନ ରହିବେ ତାହେଲେ କ'ଣ ହେବ ମୋତେ କୁହନ୍ତୁ। ଏଭ୍ରି ଡେ ତାଙ୍କର ଦଳର ନେତାମାନେ ଦଳ ଛାଡ଼ିକି ପଳାଉଛନ୍ତି, ତାଙ୍କ ଭିତରେ ବିଭ୍ରାଟ ଦେଖାଗଲାଣି ଏବଂ ଲୋକଙ୍କର ଆସ୍ଥାଭାଜନ ସେ ହେଇପାରୁନାହାନ୍ତି। ମୋତେ ଲାଗେ ଯେ ଆଜି ଯଦି ନିର୍ବାଚନ ହେବ ତାହେଲେ କ'ଣ ଫଳ ହେବ ତାକୁ ନେଇକି ସେମାନେ ନିଜେ ବି ସନ୍ଦିହାନ ଅଛନ୍ତି। ଏବଂ ମୁଁ ଏକଥା ଏଠି ଜମା ଆପଣଙ୍କ ସାମ୍ନାରେ ତାର ଖୁଲାସା କରିବି ନାହିଁ। ଅନେକ ତାଙ୍କ ଦଳର ଯେଉଁମାନେ କଥା କୁହା ମୁହଁ ସବୁ ଅଛନ୍ତି ସେ ଦଳରେ, ଆପଣ ଜାଣିଛନ୍ତି, ସେମାନେ କେଉଁ କ୍ୟାମ୍ପକୁ ଯିବେ, କେଉଁଠି ଶରଣ ନେବେ, କାହା ସହିତ ନେଗୋସିଏଟ୍ କରିବେ, ସେ ବା ଏବେଠାରୁ ଅଙ୍କ କଷା ଚଲେଇଲେଣି। ସେ ଏବେଠୁ ରାତ୍ରି ଅଭିଯାନ ଚଲେଇଲେଣି। ଭେଟିବାକୁ ଚାହୁଁଛନ୍ତି, ଏଠି ଭେଟିଲେ ଅସୁବିଧା ହେବ ବୋଲି ଦିଲ୍ଲୀ ଭେଟୁଛନ୍ତି, କୁଆଡ଼େ ଭେଟିକିରି କଥାବାର୍ତ୍ତା କରୁଛନ୍ତି। ତେଣୁ ବିଜୁ ଜନତା ଦଳକୁ ଆଜ୍ଞା ଆପଣ ଏତେ ଗୁରୁତ୍ୱ ଦିଅନ୍ତୁ ନାହିଁ। କାରଣ ମୁଁ ଏବେ ବି କହୁଛି, ଆପଣ ସାରା ଭାରତର ପଲିଟିକାଲ ଡେମୋଗ୍ରାଫି ଦେଖନ୍ତୁ, ପଲିଟିକାଲ ସିନାରିଓ ଇକ୍ୱେସନ୍ ଦେଖନ୍ତୁ। ଯେତେବେଳେ ଦୁଇଟା ନ୍ୟାସନାଲ ପଲିଟିକାଲ ପାର୍ଟି ଆମ୍ନା ସାମ୍ନା ଲଢ଼େଇ ହୁଏ, ସେ ଷଣ୍ଢୁଆସି ଭିତରେ ରିଜନାଲ ପାର୍ଟି ଚାପି ହେଇଯାଏ। ତାର କିଛି 24 ବର୍ଷ ଧରିକି ଆଞ୍ଚଳିକ ଦଳ ଓଡ଼ିଶାରେ ଶାସନ କରୁଥିଲା। ବର୍ତ୍ତମାନ ଯେତେବେଳେ ଆଞ୍ଚଳିକ ଦଳ କ୍ଷମତାରୁ ଚାଲି ଯାଇଛି, ଆପଣ ସ୍ପଷ୍ଟ ଭାବେ କହୁଛନ୍ତି ବର୍ତ୍ତମାନ ଜାତୀୟ ଦଳ versus ଜାତୀୟ ଦଳ ଭିତରେ ଲଢ଼େଇ। ଯଦି ଆସନ୍ତା ଦିନରେ ବିଜୁ ଜନତା ଦଳ ଭାଙ୍ଗିଯାଏ ବା ତାର କୌଣସି ସ୍ଥିତି ରହେ ନାହିଁ, ତାହେଲେ 51 ବିଧାୟକରୁ ସର୍ବାଧିକ କୋଉ ଦଳକୁ ଯିବେ ବୋଲି ଭାବୁଛନ୍ତି? ଭାରତୀୟ ଜନତା ପାର୍ଟିକୁ ଯିବେ ନା କଂଗ୍ରେସକୁ ଯିବେ? କାହିଁକିନା ଅନ୍ୟ କୌଣସି ପ୍ଲାଟଫର୍ମ ତ ନାହିଁ। ନାଇଁ, ମୋତେ ଲାଗେ ଯେ ଭାରତୀୟ ଜନତା ପାର୍ଟି ଆଉ ବିଜୁ ଜନତା ଦଳ ଭିତରେ ଆଦର୍ଶଗତ କିଛି ତଫାତ ଯେହେତୁ ନଥିଲା ଏବଂ ସେମାନେ ବହୁତ ଦିନ ଧରି ତାଙ୍କ ସହିତ ନସର ପସର ହେଇଛନ୍ତି, ଅବଭିୟସଲି ସେମାନେ ମୋତେ କହୁନାହାନ୍ତି ବିଜୁ ଜନତା ଦଳର। ମୁଁ ଆଉ ସିମ୍ପଲ ସୁଧାଂଶୁ ବାବୁ ଗୋଟେ ସିମ୍ପଲ କ୍ୱେଶ୍ଚିନ୍ ପଚାରୁଛି, ଯାହାର ଆନ୍ସାର ଅଦ୍ୟାବଧି ବିଜେଡ଼ିର କୌଣସି ବଡ଼ ନେତା ଦେବା ପାଇଁ ଅସମର୍ଥ, ଅକ୍ଷମ। ସେଥିପାଇଁ ମୁଁ କହୁଛି ଯେ ଦଳର ଅସ୍ତିତ୍ୱ, ଆପଣ ଯେତେବେଳେ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଲଢ଼ିବେ, ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦି, ଅମିତ ଶାହା, ତାଙ୍କ ସଭାପତିଙ୍କର ନାଁ କେହି ତାଙ୍କ ଦଳ ଲୋକ ଜାଣନ୍ତି, ମୁଁ ତାଙ୍କ ବିଷୟରେ କହିବା ପାଇଁ ଚାହେଁନି, ଏବଂ ତାଙ୍କୁ ନିୟନ୍ତ୍ରଣ କରୁଥିବା RSS, ଏ ତିନୋଟି ନାଁ ଧରିକିରି ଦେଶର ବିପର୍ଯ୍ୟୟ ପାଇଁ, ଓଡ଼ିଶାର ବିପତ୍ତି ପାଇଁ ଏ 2 ଜଣ ବ୍ୟକ୍ତି ଏବଂ ସଂଗଠନ ଦାୟୀ। ବିଜୁ ଜନତା ଦଳ ଯଦି ଗଣିଆ ନେତା
କହିଦେଇ ପାରିବ ତାହେଲେ ଲୋକ ବିଶ୍ୱାସ କରିବେ ଯେ ଏମାନେ ବିଜେପି ବିରୁଦ୍ଧରେ ଲଢ଼ିବାର ଦମ୍ ଅଛି। ନା ଶୀର୍ଷ ନେତୃତ୍ୱକୁ କେବଳ ଟାର୍ଗେଟ କଲେ ଗୋଟେ ଆପଣ ରାଜନୀତି କରୁଛନ୍ତି ବୋଲି ପ୍ରମାଣିତ ହେବ ନା ପ୍ରସଙ୍ଗରେ ଆପଣ ଲୋକଙ୍କ ପାଖରେ ନା ନା ଆପଣ ଯଦି ଶୁଣନ୍ତୁ ଆପଣ ଯଦି ଶତ୍ରୁ କିଏ ଚିହ୍ନଟ କରିପାରିବେନି ଲଢ଼େଇ କେମିତି କରିବେ? ବିଜୁ ଜନତା ଦଳ ତା ଶତ୍ରୁ ଲଢେଇ ମାନେ ଆଇଡେଣ୍ଟିଫାଇ କରିପାରୁନି। ବିଜୁ ଜନତା ଦଳ ତାଙ୍କ ଶତ୍ରୁ ଯିଏ ବୋଲି କହୁଛନ୍ତି ତାଙ୍କ ପାଖରେ ସେ ସମର୍ପଣ କରିସାରିଛନ୍ତି। ତେଣୁ ତାଙ୍କ ପାଖରେ ଲଢ଼ିବାର ସେ ସ୍ପିରିଟ୍ ନାହିଁ, ସେ ସାହସ ନାହିଁ, ଆଉ ସେ ଶକ୍ତି ବି ନାହିଁ। ସେମାନେ ନିଜର ସବୁ କିଛି ସର୍ବସ୍ୱ ଜଳାଞ୍ଜଳି ଦେଇ ସାରିଲା ପରେ ଏବେ ବାଉଳି ହେଲେ କ'ଣ ହେବ ଆଜ୍ଞା?